ସୁପର 8ର ତୃତୀୟ ମ୍ୟାଚ୍ରେ ଭାରତ ଭେଟିବ ଆଫଗାନିସ୍ତାନକୁ। କ'ଣ ରହିଛି ସୂଚନା, ଆସନ୍ତୁ ଜାଣିବା। ତା ଆଗରୁ ଆମ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ଆମ ଭିଡ଼ିଓକୁ କେଉଁ ଜିଲ୍ଲାରୁ ଆପଣମାନେ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଜି ଭାରତ ଓ ଆଫଗାନିସ୍ତାନ ମହାମୁକାବିଲା। ଟି20 ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟରେ ଆଫଗାନିସ୍ତାନ ବିପକ୍ଷରେ ଖେଳି ଆଜି ଭାରତ ଅଭିଯାନ ଆରମ୍ଭ କରିବ। ପ୍ରଥମ ସଂସ୍କରଣର ଚେମ୍ପିୟନ ଭାରତ ଲିଗ୍ ପର୍ଯ୍ୟାୟରେ 4ଟିରୁ 3ଟି ଜିତିଥିବା ବେଳେ କାନାଡା ବିପକ୍ଷ ମ୍ୟାଚ୍ ବାତିଲ ହୋଇଥିଲା। ପାକିସ୍ତାନକୁ କଡ଼ା ମୁକାବିଲା ପରେ ପରାସ୍ତ କରିବା ପରେ ଭାରତ ସୁପର 8 ଖେଳିବା ନିଶ୍ଚିତ ହୋଇଯାଇଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନ ତାର ପ୍ରଥମ 3ଟି ମ୍ୟାଚ୍ ଜିତି ସୁପର 8 ଖେଳିବା ନିଶ୍ଚିତ କରିସାରିଥିଲା। ନ୍ୟୁଜିଲାଣ୍ଡକୁ ଏହା ବଡ଼ ବ୍ୟବଧାନରେ ପରାସ୍ତ କରି ବିଦାୟ ଦେଇଥିଲା। ତେବେ ଶେଷ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜଠାରୁ 104 ରନ୍ର ବଡ଼ ବ୍ୟବଧାନରେ ଆଫଗାନିସ୍ତାନ ପରାସ୍ତ ହୋଇଥିଲା। ଗୁରୁବାରର ମ୍ୟାଚ୍ରେ ଭାରତ ଫେଭରିଟ୍ ଥିଲେ ହେଁ ଆଫଗାନିସ୍ତାନ ଏହାକୁ ଚକିତ କରିବାରେ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଆମେରିକା ପିଚ୍ ଅପେକ୍ଷା ୱେଷ୍ଟଇଣ୍ଡିଜର ପିଚ୍ ଭିନ୍ନ। ଏଠାକାର ପିଚ୍ ବ୍ୟାଟିଂକୁ ସୁହାଇବ ଏବଂ ସ୍ପିନର ମଧ୍ୟ ଏଥିରେ ଫାଇଦା ପାଇବେ। ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଅଦ୍ୟାବଧି 8ଟି ଟି20 ମ୍ୟାଚ୍ ଖେଳାଯାଇଛି। ଭାରତ 7ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। ଚଳିତ ବର୍ଷ ଉଭୟ ଦଳଙ୍କ ମଧ୍ୟରେ 3 ମ୍ୟାଚ୍ର ଟି20 ଶୃଙ୍ଖଳା ଖେଳାଯାଇଥିଲା। ଘରୋଇ ଭାରତ ଏହାକୁ 3-0ରେ ଜିତି ନେଇଥିଲା। ଅଦ୍ୟାବଧି ଭାରତ ସମସ୍ତ ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛି। ଆଫଗାନିସ୍ତାନ ପାଇଁ ଦୁଇ ଓପନର ଚମତ୍କାର ପ୍ରଦର୍ଶନ କରିଛନ୍ତି।